କଟକରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତୀୟ ଦଳ ନିଜ ପ୍ଲେଇଂ ଇଲେଭେନ୍ରେ ଦୁଇଟି ପରିବର୍ତ୍ତନ କରିପାରେ। ବ୍ୟାଟିଂରେ ଗୋଟିଏ ପରିବର୍ତ୍ତନ ପ୍ରାୟ ନିଶ୍ଚିତ ରହିଛି। ଭାରତୀୟ ଦଳ ଗୁରୁବାର 6 ଫେବୃଆରୀ ଦିନ ଇଂଲଣ୍ଡକୁ 4 ୱିକେଟରେ ପରାସ୍ତ କରି 3 ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜ୍ ଆରମ୍ଭ କରିସାରିଛି। ଚମ୍ପିଆନ୍ ଟ୍ରଫି ପୂର୍ବରୁ ଭାରତର ପ୍ରସ୍ତୁତି ମୂଲ୍ୟାଙ୍କନ ପାଇଁ ଆଉ 2ଟି ମ୍ୟାଚ୍ ବାକି ଅଛି। ଏହି 2ଟି ମ୍ୟାଚ୍ରେ ଦଳ ନିଜର ସମସ୍ତ ବିକଳ୍ପ ଆପଣାଇବାକୁ ଚେଷ୍ଟା କରିବ। କହି ରଖୁଛୁ ଯେ ରବିବାର 9 ଫେବୃଆରୀ ଦିନ ଦ୍ୱିତୀୟ ଦିନିକିଆ ହେବାକୁ ଯାଉଛି। ଏପରି ପରିସ୍ଥିତିରେ କଟକରେ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍ରେ 2ଟି ବଡ଼ ପରିବର୍ତ୍ତନ ହୋଇପାରେ। ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍ରେ ବ୍ୟାଟିଂରେ ଗୋଟିଏ ପରିବର୍ତ୍ତନ ଏବଂ ବୋଲିଂରେ ଅନ୍ୟ ଏକ ପରିବର୍ତ୍ତନ ହୋଇପାରେ। ବ୍ୟାଟିଂରେ ପରିବର୍ତ୍ତନ ନିଶ୍ଚିତ। ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ବିରାଟ କୋହଲି ପ୍ରଥମ ଓଡିଆଇ ଖେଳି ନଥିଲେ। ଦ୍ୱିତୀୟ ଏକଦିବସରେ ତାଙ୍କର ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ। ନାଗପୁରରେ ଦ୍ରୁତ ଅର୍ଦ୍ଧଶତକ ମାରିଥିବା ଶ୍ରେୟସ ଆୟର ମ୍ୟାଚ୍ ପରେ ପ୍ରକାଶ କରିଥିଲେ ଯେ ଯଦି କୋହଲି ଉପଲବ୍ଧ ଥାନ୍ତେ ତେବେ ସେ ପ୍ଲେଇଂ ଇଲେଭେନ୍ରେ ନଥାନ୍ତେ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଯଶସ୍ୱୀ ଜୟସ୍ୱାଲ ନିଜର ଡେବ୍ୟୁ କରିଥିଲେ। ତାଙ୍କର ପ୍ରଦର୍ଶନ କିଛି ବିଶେଷ ନଥିଲା। ଶ୍ରେୟସ ଆୟରଙ୍କ କଥାରୁ ଜଣାପଡ଼ୁଥିଲା ଯେ ଯଶସ୍ୱୀ ରୋହିତ ଶର୍ମାଙ୍କ ସହ ଓପନିଂ କରିବାକୁ ପସନ୍ଦ କରନ୍ତି। ଶୁଭମାନ ଗିଲ୍ ନମ୍ବର 3 ଏବଂ ବିରାଟ କୋହଲି ନମ୍ବର 4ରେ ରହିଥାନ୍ତେ। ଏହାର ଏକ କାରଣ ହେଉଛି ପ୍ରଶିକ୍ଷକ ଗୌତମ ଗମ୍ଭୀର, ଯିଏ ବାମ ଏବଂ ଡାହାଣ ହାତୀ ଖେଳାଳିଙ୍କୁ ମିଶ୍ରଣ କରିବାକୁ ପସନ୍ଦ କରନ୍ତି। ନାଗପୁରରେ ଶ୍ରେୟସ ଆୟର ଯେପରି ବ୍ୟାଟିଂ କରିଥିଲେ ତାଙ୍କୁ ପ୍ଲେଇଂ ଇଲେଭେନ୍ରୁ ବାହାର କରିବା କଷ୍ଟକର। ଏପରି ପରିସ୍ଥିତିରେ ଜୟସ୍ୱାଲଙ୍କ ସ୍ଥାନରେ କୋହଲି ଦଳକୁ ଫେରିପାରନ୍ତି। ଚମ୍ପିଆନ୍ ଟ୍ରଫି ପୂର୍ବରୁ ଭାରତୀୟ ଦଳକୁ ନିଜର ସମସ୍ତ ବିକଳ୍ପ ଆପଣାଇବାକୁ ପଡ଼ିବ। ଏପରି ପରିସ୍ଥିତିରେ ବୋଲିଂରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ହର୍ଷିତ ରାଣାଙ୍କ ସ୍ଥାନରେ ଅର୍ଶଦୀପ ସିଂଙ୍କୁ ସୁଯୋଗ ମିଳିପାରେ। ଯଶପ୍ରୀତ ବୁମରାଙ୍କ ଫିଟନେସ୍ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ଏପରି ପରିସ୍ଥିତିରେ ଅର୍ଶଦୀପ ଏବଂ ରାଣାଙ୍କୁ 2ଟି ଲେଖାଏଁ ମ୍ୟାଚ୍ ଦିଆଯାଇପାରେ। ଏହା ବ୍ୟତୀତ କୁଲଦୀପ ଯାଦବ ଆଘାତରୁ ଫେରିଛନ୍ତି। ଏପରି ପରିସ୍ଥିତିରେ ତାଙ୍କୁ ଦ୍ୱିତୀୟ ଏକଦିବସରେ ମଧ୍ୟ ସୁଯୋଗ ମିଳିପାରେ। କଟକ ଏକଦିବସୀୟ ମ୍ୟାଚ୍ ପାଇଁ ଏପରି ହୋଇପାରେ ଭାରତର ପ୍ଲେଇଂ ଇଲେଭେନ୍। ରୋହିତ ଶର୍ମା ଅଧିନାୟକ, ଶୁଭମାନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ ୱିକେଟ୍ କିପର, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଓ ମହମ୍ମଦ ସାମି।